ଜୀବନରେ କେବେ ବି ସାଙ୍ଗମାନେ କାହା ଭାବନା ସହ ଖେଳ ନାହିଁ। ହୋଇପାରେ ଆପଣ ଏ ଖେଳରେ ଜିତି ଯାଇପାରନ୍ତି, କିନ୍ତୁ ଏହା ପକ୍କା ଅଟେ କି ଆପଣ ସେ ମଣିଷଠାରୁ ହାରିଯିବେ। ତୁମର ସବୁଠୁ ବଡ଼ ସମ୍ପତ୍ତି ତୁମର ସମୟ ଅଟେ। ଯାହାକୁ ବି ଦେଉଛନ୍ତି ବହୁତ ଭାବିଚିନ୍ତି ଦିଅନ୍ତୁ। ଯେତେବେଳେ ସତ କ'ଣ ମୁଁ ଜାଣିବାକୁ ଚାହିଁଲି, ଏହା ଜାଣିପାରିଲିନି। ଲୋକ ତ କଥାରେ ହିଁ ନିଜର କଷ୍ଟକୁ ତ ଭୁଲି ହେବ, କିନ୍ତୁ ଜାଣିଶୁଣି କଷ୍ଟ ଦେଉଥିବା ଲୋକଙ୍କୁ ନୁହଁ। ସବୁ ବୁଝାମଣାରେ ବୁଝିବା ଲୋକ ହିଁ କାହିଁକି ନଇଁ ଯାଇଥାଏ। କେହି ଥରେ ଯାଇକି ଦେଖ, ସିଏ ଭିତରୁ କେତେ ଭାଙ୍ଗି ପଡ଼ୁଛି। ମଣିଷକୁ ନିଜର ଭୁଲର ଦଣ୍ଡ ତୁରନ୍ତ ମିଳିନଥାଏ, କିନ୍ତୁ ସମୟ ସାଥିରେ ଦିନେ ନିଶ୍ଚୟ ମିଳିଥାଏ। କେହି ଏଠି କାହାର ସାଥ ଦିଅନ୍ତିନି, ଖାଲି ନିଜର ସ୍ୱାର୍ଥ ପାଇଁ ସାଥିରେ ରହିଥାନ୍ତି। ଗୋଟିଏ ଭଲ ମଣିଷର ସବୁଠୁ ପ୍ରଥମ ଆଉ ଶେଷ ପରିଚୟ ଏହା କି ସେ ସେହି ଲୋକମାନଙ୍କୁ ବି ସାହାଯ୍ୟ କରିଥାଏ ଯେଉଁମାନଙ୍କଠାରୁ ତାକୁ କୌଣସି ଫାଇଦା ହିଁ ମିଳିନଥାଏ। ନା ଆଉ ପରିଚୟ ଛୋଟ ହେଉ, କିନ୍ତୁ ନିଜର ହେବା ଦରକାର। ସମୟର ଚକ୍ର ଏଠି ବହୁତ ଶୀଘ୍ର ଘୁରୁଥାଏ। ସେଥିପାଇଁ ନା ନିଜ ବଳକୁ ନା ନିଜ ଧନକୁ ନେଇ କେବେ ଅହଙ୍କାର କରିବା ଉଚିତ ନୁହଁ। ସମସ୍ତେ ଉଡ଼ିଯିବେ ଦିନେ, ଫଟୋର ରଙ୍ଗ ପରି। ଆମେ ବସିଛନ୍ତି ସମୟର ଡାଲରେ, ସେହି ପକ୍ଷୀମାନଙ୍କ ପରି। ବହୁତ ଭଲ ହୋଇକି ବି ଆମେ କାହା ପାଇଁ ଭଲ ହୋଇପାରିବା ନାହିଁ। କେଉଁଠି ଖରାପ କହିବେ ତ ଲୋକେ, ଆଉ କେଉଁଠି ଖରାପ ବୋଲି ପ୍ରମାଣ କରେଇଦେବେ। ନିଜ ଭିତରେ ବି ଟିକେ ସ୍ୱାଭିମାନ ରହିବା ଜରୁରୀ ସାଙ୍ଗମାନେ। ନହେଲେ ଲୋକ ସେ ଜାଗାରେ ବି ଦବେଇବାକୁ ଚେଷ୍ଟା କରିବେ ଯେଉଁଠି ତୁମ ଅଧିକାର ଥିବ। ତୁମେ ଯେତେ ବି ବଡ଼ ବଡ଼ ମହଲରେ ରୁହ, ସୁନା ରୂପା ଅଳଙ୍କାର ଏକାଠି କରିନିଅ, ଯଦି ଜୀବନରେ ପ୍ରେମ ନାହିଁ, ଏସବୁର କିଛି ମୂଲ୍ୟ ନାହିଁ। ପ୍ରତିଦିନ ଲଢ଼ ଆଉ ଝଗଡ଼ା କର, କିନ୍ତୁ ନିଜ ଲୋକଙ୍କଠାରୁ ଅଲଗା ହେବା ପାଇଁ କେବେ ଚିନ୍ତା ନ କର। କାହିଁକି ନା ସେହି ପତ୍ରଗୁଡ଼ିକର କୌଣସି ମୂଲ୍ୟ ନଥାଏ, ଯାହା ଗଛରୁ ଛିଣ୍ଡି ତଳେ ପଡ଼ିଥାଏ। ନିଜ ଭିତରେ ଥିବା ଛୋଟ ଛୁଆକୁ ସବୁବେଳେ ବଞ୍ଚେଇକି ରଖ। ଆବଶ୍ୟକଠାରୁ ସବୁଠାରୁ ବୁଦ୍ଧିମତ୍ତା ଜୀବନକୁ ବେରଙ୍ଗ କରିଦେଇଥାଏ। ଯେଉଁ ଲୋକ ନିଜର ହେବାର ସବୁଠୁ ଅଧିକ ପ୍ରମାଣ ଦେଇଥାଏ, ସେହି ଲୋକ ହିଁ ପ୍ରଥମେ ଧୋକା ଦିଅନ୍ତି। ମଜବୁତ ମଣିଷକୁ ଦେଖି ଲୋକେ ଏହା ଚିନ୍ତା କରିଥାନ୍ତି, ଇଏ କେବେ ଭାବୁନାହିଁ କାହିଁକି। କିନ୍ତୁ ଲୋକ ଏହା ଜାଣିନାହାନ୍ତି, ଭାଙ୍ଗିବା ପରେ ହିଁ ସେ ବ୍ୟକ୍ତି ମଜବୁତ ହୋଇପାରିଛି। ସମ୍ମାନ ସବୁବେଳେ ସମୟ ଆଉ ପରିସ୍ଥିତିର ହୋଇଥାଏ, ଆଉ ଲୋକ ଏହାକୁ ନିଜର ମାନି ନେଇଥାନ୍ତି। କିଛି ଲୋକ ଆମର ଆଦର ଏଥିପାଇଁ କରନ୍ତିନି, କାହିଁକି ନା ଆମେ ତାଙ୍କୁ ଏହା ଅନୁଭବ କରାଇ ସାରିଛନ୍ତି, ଆମେ ତାଙ୍କ ବିନା ରହିପାରିବାନି। ଅନ୍ୟର ବ୍ୟବହାରକୁ ସାଙ୍ଗମାନେ ନିଜ ମନର ଶାନ୍ତି ଭୋଗ କରିବାର ଅଧିକାର ଦିଅ ନାହିଁ। ରୁଟି କମେଇବା ବଡ଼ କଥା ନୁହେଁ, ନିଜ ଲୋକମାନଙ୍କ ସାଥିରେ ବସି ରୁଟି ଖାଇବା ବଡ଼ କଥା। ଯଦି ଆପଣ କିଛି ଏମିତି ଚାହୁଁଛନ୍ତି ସାଙ୍ଗମାନେ, ଯାହା ଆପଣଙ୍କ ପାଖରେ ନାହିଁ, ତ ଆପଣଙ୍କୁ ଏମିତି କିଛି କରିବାକୁ ହେବ ଯାହା ଆପଣ କେବେ ବି କରିନାହାନ୍ତି। ସମ୍ପର୍କ କେମିତି ବି ହେଉ, ହୃଦୟରୁ ହେବା ଦରକାର, ସ୍ୱାର୍ଥରୁ ନୁହଁ। ବନ୍ଧୁତା ବୁଦ୍ଧିମାନ ଲୋକଙ୍କ ସାଥିରେ ନୁହଁ, ସମୟ ଆସିଲେ ସାଥ ଦେଉଥିବା ଲୋକଙ୍କ ସାଥିରେ କରିବା ଉଚିତ। ଆମେ କାହା ପାଇଁ ସେ ପର୍ଯ୍ୟନ୍ତ ଭଲ ହୋଇପାରିବା ଯେ ପର୍ଯ୍ୟନ୍ତ ଆମେ ତାର କାମରେ ଆସୁଥିବା। କଷ୍ଟ, ଅପମାନ, ଅସ୍ୱୀକୃତି, ଠୋକର ଆଉ ଧୋକା, ଏହା ମଣିଷକୁ ପୂରା
ବଦଳାଇ ଦେଇଥାଏ। ଖାଲି ମଣିଷ ହେବା ଯଥେଷ୍ଟ ନୁହେଁ ସାଙ୍ଗମାନେ, ମଣିଷ ଭିତରେ ମଣିଷ ପଣିଆ ରହିବା ବି ଜରୁରୀ। ଦାୟିତ୍ୱବୋଝ ସେତେବେଳେ ହୋଇଯାଇଥାଏ ଯେତେବେଳେ ମଣିଷ ସବୁ ପରିସ୍ଥିତିରେ ତାକୁ ତୁଲେଇଥାଏ। ସମ୍ପର୍କ ବନେଇବାକୁ ଚାହୁଁଥିଲେ ପ୍ରଶଂସା କରିବା ଶିଖ। ଶେଷ କରିବାକୁ ଚାହୁଁଥିଲେ ସତ କହିବା ଶିଖ। ଯଦି ଜୀବନରେ ଶାନ୍ତି ଚାହୁଁଛ ତେବେ ଲୋକଙ୍କ କଥାକୁ ହୃଦୟକୁ ନେବା ହିଁ ଛାଡ଼ିଦିଅ। ଆଖି ବନ୍ଦ ହେବା ପୂର୍ବରୁ ଆଖି ଖୋଲିଗଲା ଯଦି ତେବେ ଜୀବନ ସୁଧୁରି ଯାଇଥାଏ। କାହା ପାଇଁ ଏତେ ବି ତଳକୁ ଖସି ଯାଅ ନାହିଁ ସାଙ୍ଗମାନେ, ଯେମିତି ସେ ଲୋକକୁ ଉଠାଇବ ନାହିଁ ଯାହା ପାଇଁ ଆପଣ ତଳକୁ ଖସି ଯାଇଥିବେ। ଅନ୍ଧାରରେ ଯେବେ ଆମେ ଦୀପ ହାତରେ ଧରିକି ଚାଲିଥାନ୍ତି ତ ଆମକୁ ଏହି ଭ୍ରମ ରହିଥାଏ କି ଆମେ ଦୀପକୁ ନେଇ ଚାଲୁଛନ୍ତି, କିନ୍ତୁ ସତ୍ୟ ତ ଏହା କି ଦୀପ ଆମକୁ ନେଇକି ଚାଲିଥାଏ। ଯେଉଁମାନଙ୍କ ଉପରେ ଦାୟିତ୍ୱର ବୋଝ ଥାଏ ତାଙ୍କୁ ରୁଷିବାର, ଅଭିମାନ କରିବାର ଆଉ ଭାଙ୍ଗି ପଡ଼ିବାର କୌଣସି ଅଧିକାର ନଥାଏ। ସମସ୍ତଙ୍କୁ ଚିନ୍ତା ଅଛି ନିଜକୁ ଠିକ୍ ବୋଲି ପ୍ରମାଣ କରିବାକୁ। ଯେମିତି ଏ ଜୀବନ କୌଣସି ଜୀବନ ନୁହେଁ, ଏକ ଦଣ୍ଡ ଅଟେ। ଜୀବନ ଏକତର କି ପ୍ରକାର ନିଷ୍ପତ୍ତି ଅଟେ। ଗୋଟିଏ ମଣିଷକୁ ଆସିବାକୁ 10 ମାସ ସମୟ ଲାଗିଯାଇଥାଏ, କିନ୍ତୁ ଯିବାର ସମୟ 9 ସେକେଣ୍ଡ ପୂର୍ବରୁ ବି ଆସିନଥାଏ। ଖାଲି ହାତକୁ କେବେ ଧ୍ୟାନର ସହ ଦେଖିଛ ସାଙ୍ଗମାନେ? କେମିତି ଲୋକ ହାତର ରେଖାରୁ ଖସିଯାଆନ୍ତି ଆଉ ଇଚ୍ଛା ବାଦଶାହକୁ ଗୋଲାମ ବନେଇ ଦେଇଥାଏ, କିନ୍ତୁ ଧୈର୍ଯ୍ୟ ଗୋଲାମକୁ ବାଦଶାହ ବନେଇ ଦେଇଥାଏ। ଆପଣଙ୍କ ଧର୍ମ ଯାହା ବି ହେଉ ସାଙ୍ଗମାନେ, ଏକ ଭଲ ମଣିଷ ହେବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ଶେଷରେ ହିସାବ ଆମ କର୍ମର ହେବ, ଧର୍ମର ନୁହେଁ। ବେଳେ ବେଳେ ନିଜ ମନକୁ ମନେଇ ନେବା ହିଁ ଭଲ ହୋଇଥାଏ। କାହିଁକି ନା ଆମର ସବୁ ଜିଦି ଆମକୁ ଖୁସି ଦେଇନଥାଏ। ଗୁରୁଙ୍କ ପାଖରୁ ଜ୍ଞାନ, ପିତାଙ୍କଠାରୁ ସଂଘର୍ଷ ଶିଖ ଆଉ ମାଆଙ୍କଠାରୁ ସଂସ୍କାର ଶିଖ। ବାକି ଯାହା ବି କିଛି ଅଛି ତାକୁ ଏ ଦୁନିଆ ତୁମକୁ ଶିଖେଇ ଦେବ। କେବେ ବି ନିଜର କୌଣସି ଗୁଣକୁ ନେଇ କେବେ ବି ଗର୍ବ କରିବ ନାହିଁ। କାହିଁକି ନା ପଥର ଯେବେ ପାଣିରେ ପଡ଼ିଥାଏ ତ ନିଜର ଓଜନ ଯୋଗୁଁ ହିଁ ବୁଡ଼ି ଯାଇଥାଏ। ମିଳିଥିବା ସମୟକୁ ହିଁ ଭଲ କର। ଯଦି ଭଲ ସମୟକୁ ଅପେକ୍ଷା କରିବ ତେବେ ସାରା ଜୀବନ କମ୍ ଲାଗିଯିବ। ସବୁବେଳେ ଏପରି ବ୍ୟକ୍ତିକୁ ସମ୍ଭାଳିକି ରଖ ଯିଏ ଆପଣଙ୍କୁ ଏହି 3ଟି ଉପହାର ଦେଇଛନ୍ତି, ସାଥ ଦେଇଛନ୍ତି, ସମୟ ଦେଇଛନ୍ତି ଆଉ ସମର୍ପଣ କରିଛନ୍ତି। ଜୀବନ ସମସ୍ତେ ଜିଇଥାନ୍ତି। କିଏ ସବୁକିଛି ଥାଇକି ବି ଦୁଃଖୀ ହୋଇଯାଇଥାଏ, ଆଉ କିଏ କିଛି ନଥାଇକି ବି ସୁଖୀ ହୋଇ ରହିଥାଏ। ଭଗବାନ ଆମମାନଙ୍କୁ 2ଟି ରାସ୍ତା ଦେଇଛନ୍ତି, ଦେଇକି ଯିବା ଅବା ଛାଡ଼ିକି ଯିବା। ସାଥିରେ ନେଇକି ଯିବାର କୌଣସି ବ୍ୟବସ୍ଥା ନାହିଁ। ସନ୍ଦେହ ସାଥିରେ ଦୌଡ଼ିବା ଅପେକ୍ଷା ଆତ୍ମବିଶ୍ୱାସର ସହ ପାଦରେ ଚାଲିବା ବହୁତ ଭଲ ଅଟେ।